ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ସମସ୍ତେ ଭଲ ଥିବେ। ଆଜି ଦେଖିପାରୁଛନ୍ତି ଆପଣ ମୁଁ ଗାଡ଼ିରେ ଅଛି। ଭିଡ଼ିଓଟିକୁ ଆରମ୍ଭ କରିବା। ଆଜି ମୁଁ ଯାଉଛି, ଆମେ ମୁଁ ନୁହେଁ, ଆମେ ସମସ୍ତେ ବାବା ମା ମାମୁଁ ମାଇଁ ସମସ୍ତେ ଆମେ ଯାଉଛୁ ହିଙ୍ଗୁଳା, ମା ହିଙ୍ଗୁଳାଙ୍କ ଦର୍ଶନ କରିବା ପାଇଁ। ମାଙ୍କର ଆବିର୍ଭାବ ହେଇଛି। ଆଉ ଆଜି ଆମେ ସମସ୍ତେ ମିଶିକିରି ମାଙ୍କ ପାଖକୁ ଯାଉଛୁ। ବର୍ତ୍ତମାନ ହେଇଛି ଟାଇମ୍ 2:04, 2:30 ବେଳେ ବାହାରିବୁ। ମୁଁ ମାଙ୍କର ଦର୍ଶନ ଆପଣମାନଙ୍କୁ ନିଶ୍ଚିତ ଭାବେ କରେଇବି। ତ ଆଜିର ଭିଡ଼ିଓର ଆପଣ ଯୋଡ଼ିକି ରୁହନ୍ତୁ, ସାଙ୍ଗରେ ରୁହନ୍ତୁ। ମାଙ୍କ ଦର୍ଶନ କରେଇବି ଆପଣମାନଙ୍କୁ। ବର୍ତ୍ତମାନ ଆମେ ଆସି ଯାଇଛନ୍ତି ମାଙ୍କର ଉଭାସ୍ଥଳୀ ହିଙ୍ଗୁଳାଙ୍କ ପାଖକୁ। ଜୟ ମା ହିଙ୍ଗୁଳା। ପଛପଟେ ଆପଣ ଦେଖିପାରୁଥିବେ ମାଙ୍କର ମା ଏଇଠି ଉଭା ହେଇଛନ୍ତି। ବେଶ ସୁନ୍ଦର ଭାବେ ବାଉଁଶ ଘେରା ହେଇଛି ଓ ମାଟିର କାନ୍ଥ ଗୁଡ଼ିକ କରିଦିଆଯାଇଛି। ବ୍ୟାକ୍ ସାଇଡ଼୍ଟା ଏଇଟା ବ୍ୟାରିକେଟ୍ କରିଦିଆଯାଇଛି ସବୁ ଗୋଟେ। ଆଉ ପଛପଟେ ଷ୍ଟେଜ୍ ବନା ହେଇଛି, ଷ୍ଟେଜ୍ କାମ ଚାଲିଛି। ପ୍ରସାଦ ସେବନ ଆଉ ଏମିତି ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏଇଠି ହେବ। ଯାତ୍ରା ଆରମ୍ଭ ହେଇନି, ତ ପ୍ରିପାରେସନ୍ ଚାଲିଛି ଏବେ ଯାକେ। ଆସନ୍ତୁ ମାଙ୍କ ପାଖକୁ ଯିବା। ବର୍ତ୍ତମାନ ଏଠି ଷ୍ଟେଜ୍ ସବୁ ତିଆରି ହେଇଛି, ବ୍ୟାରିକେଟ୍ କରିଦିଆ ହେଇଛି। ଆଉ ପଛପଟେ ଆପଣ ସେ ଉପରେ ଦେଖିପାରୁଥିବେ ଯେଉଁ ସାଉଣ୍ଡ ହେଉଛି, ସେଇଟା ମାଇନ୍ସ, ହିଙ୍ଗୁଳା ମାଇନ୍ସ ସେଇଟା। ତ ତା'ର ଓଭର ବର୍ଡନ୍ ମାନେ ଯେଉଁଟାକ କୋଇଲା ବାହାର କରିବା ପୂର୍ବରୁ ଯେଉଁ ମାଟି ବାହାରେ, ସେଗୁଡ଼ାକକୁ ଏଇଠି ଡମ୍ପ କରାହେଉଛି। ଆସନ୍ତୁ ଯିବା ମାଙ୍କ ପାଖକୁ। କେତେ ଦିନ ହେଲା ବାହାରିଲାଣି? ଯାତ୍ରା କେବେ ଭାଇ? 11 ତାରିଖ ନୁହେଁ? ଏଠି ଯେଉଁ ଦେଖୁଛନ୍ତି ଏତିକି କୋଇଲା ଅଛି, ଯେଉଁଦିନ ଯାତ୍ରା ହେବ ଇଏ ପୁରା ଫୁଲ୍ ହେଇଯିବ। ଟୋଟାଲ୍ ଏରିଆ ପୁରା ଫୁଲ୍ ହେଇଯିବ। ଆଉ ୟା ଭିତରେ ନିଆଁ ମାନେ ମାଙ୍କର ସ୍ୱରକୁ ଆହୁରି ବଢ଼ିଯିବ। ତ ଯେମିତି ଆପଣମାନେ ଶୁଣିଲେ କି ଯାତ୍ରା ହେଉଛି 11 ତାରିଖ। ତ 11 ତାରିଖ ପାଇଁ ଏଠି ପ୍ରିପାରେସନ୍ ଚାଲିଛି, ଯେମିତି ଆଗରୁ ଆପଣଙ୍କୁ ଦେଖେଇଥିଲି। ଆଉ ମା ହେଉଛନ୍ତି ଏଠି ଅଗ୍ନିସ୍ୱରୂପା। ଆଉ ଯେଉଁଦିନ ଯାତ୍ରା ହୁଏ, ଏମିତି ମାନ୍ୟତା ଅଛି ଯେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ସେଦିନ ରୋଷଶାଳାରେ ଅଗ୍ନି ଜଳେ ନାହିଁ। ଆଉ ମାଙ୍କର ପୁରୀ ଶ୍ରୀମନ୍ଦିର ରୋଷଶାଳା ହେଲା କର୍ମଭୂମି। ମା ଏଠି ଅଗ୍ନିସ୍ୱରୂପାରେ ବିରାଜମାନ ହେଇଛନ୍ତି ପୁରୀରେ। ବର୍ତ୍ତମାନ ଆମେ ପହଞ୍ଚିଲୁ ମାଙ୍କ ମନ୍ଦିର। ପଛପଟେ ଦେଖିପାରୁଥିବେ ଗେଟ୍, ଆଉ ପଛ ଆଡ଼କୁ ମନ୍ଦିରଟି ଦେଖାହେଉଛି। ତ ଆସନ୍ତୁ ଯିବା ମାଙ୍କ ଦର୍ଶନ ଏଠି କରିବା। ଏଠି ଭୋଗ ଦୋକାନ ଅଛି, ଆପଣ ଏଠି ଭୋଗ କିଣିପାରିବେ। ଆଉ ବାହାରେ ବି ଭୋଗ ଦୋକାନ ଅଛି, ତ ଆପଣ ଏଠୁ ବି ଚାହିଁଲେ ଭୋଗ କିଣିପାରିବେ। ଏଇ ଜାଗାରେ ମୋଷ୍ଟଲି ଗାଡ଼ି ଫାଡ଼ି ପୂଜା ହୁଏ। ଯେଉଁମାନେ ବି ଗାଡ଼ି ପୂଜା କରିବାକୁ ଚାହିଁବେ ଏଠି ପୂଜା କରିପାରିବେ। ସୁନ୍ଦର କରିଡର ଗୋଟେ କରାହେଇଛି।
ତ ବର୍ତ୍ତମାନ ଆମେ ମନ୍ଦିର ପ୍ରାଙ୍ଗଣ ଭିତରକୁ ଆସି ସାରିଲେଣି। ଦେଖିପାରୁଛନ୍ତି ଆପଣ ମନ୍ଦିର ବର୍ତ୍ତମାନ ଅଣ୍ଡର କନଷ୍ଟ୍ରକ୍ସନ୍ ଅଛି। ଆଉ ଯାତ୍ରା ପାଇଁ ଏଠି ଖୁବ୍ ସୁନ୍ଦର ଭାବରେ ଟେଣ୍ଟ କରିଦିଆହେଇଛି। ଯେହେତୁ ଯାତ୍ରାଟି ଆମର ଖରାଦିନେ ହେଉଛି ସେଥିପାଇଁ ଟେଣ୍ଟ କରାହେଇଛି। ଆଉ ଏଠି ମନ୍ଦିରକୁ ରାସ୍ତା ଦିଆହେଇଛି ଆଉ ଫ୍ୟାନ୍ ବି ବ୍ୟବସ୍ଥା କରା ଚାଲିଛି। ଏଇଟା କନଷ୍ଟ୍ରକ୍ସନ୍ ଏବେ ହେଇଯାଇଛି ବୋଧେ। ମୁଁ ଲାଷ୍ଟ ଟାଇମ୍ ଆସିଲା ବେଳକୁ ଏଇଟା ହେଇନଥିଲା, ସ୍ଲାବ୍ଟା କାଷ୍ଟିଂ ହେଇନଥିଲା। କିନ୍ତୁ ଆଉ ମାଇଁ ଠିଆ ହେଇଛନ୍ତି ଏଠି। ମାଙ୍କ ମନ୍ଦିର ତ ଏଇନା ବନ୍ଦ ଅଛି। ଆଉ ସାଇଡ଼୍ରୁ ବି ମୁଁ ଦେଖେଇବିନି। ମୁଁ ଆଉ କେତେବେଳେ ଆସିଲେ ଆପଣମାନଙ୍କୁ ସନ୍ଧ୍ୟା ଆଳତି ଦର୍ଶନ ନିହାତି କରେଇବି। ମାଙ୍କ ପାଖରେ ସମସ୍ତେ ପ୍ରଣାମ କରିବା ପାଇଁ ନିବେଦନ କରିବି। ତ ଆଜିର ଏଇ ଭିଡ଼ିଓଟି ମୁଁ ଏଇଠି ଶେଷ କରୁଛି। ଆଉ ମାଙ୍କ ବିଷୟରେ ଯାହା ବି ଆପଣଙ୍କର ତଥ୍ୟ ଜାଣିବାର ଯଦି ଅଛି, ମୁଁ ଯଦି ବହୁତ ଜିନିଷ ମୁଁ କହିନି ତ ସଂକ୍ଷିପ୍ତରେ କହିଛି। ଯଦି ଆପଣଙ୍କୁ ଡିଟେଲରେ ଜାଣିବାର ଅଛି ମୁଁ ଅଲଗା ଚ୍ୟାନେଲର ଲିଙ୍କ ଦେଇଦେବି। ତ ଆପଣ ସେଟାକୁ କ୍ଲିକ୍ କରିକିରି ଲିଙ୍କରୁ ଯାଇକିରି ଆପଣ ଦେଖିପାରିବେ, ମାଙ୍କ ବିଷୟରେ ତଥ୍ୟ ନେଇପାରିବେ, କ'ଣ କିମ୍ବଦନ୍ତୀ ଅଛି ତା ବିଷୟରେ ଆପଣ ଜାଣିପାରିବେ। ତ ଆଜିର ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି। ରହିଲି, ପୁଣି ଦେଖା ହେବା ଆଗାମୀ ଭିଡ଼ିଓରେ। ସେତିକି ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ସମସ୍ତେ ଭଲରେ ଥାଆନ୍ତୁ।